ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା। ଚାରିଆଡ଼େ ସଧବା ମହିଳାମାନେ ଅତି ନିଷ୍ଠାର ସହ ପାଳୁଥିବା ବେଳେ ତେବେ କଟକ ସହରର ମାଲଗୋଦାମ ଅଞ୍ଚଳରେ ଥିବା କିନ୍ନରମାନେ ଏକତ୍ରିତ ହୋଇ ଏହି ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଅଶ୍ୱସ୍ଥ ବୃକ୍ଷ ତଳେ ସେମାନେ ଏକତ୍ରିତ ହୋଇ ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୁର ପୂଜା କରିବା ସହିତ ଫଳ ଭୋଗ ଲଗାଇ ଏକ ନୂଆ ଢଙ୍ଗରେ କଟକରେ ସାବିତ୍ରୀ ବ୍ରତ ପାଳୁଥିବା କିନ୍ନରମାନେ ନିଜ ଗୁରୁଙ୍କ ପାଇଁ ସାବିତ୍ରୀ ବ୍ରତ କରିଥାନ୍ତି। ଏହା ସହ ସମାଜର ମଙ୍ଗଳ ମାନସି ସେମାନେ ସାବିତ୍ରୀ ପାଳନ କରିଥାନ୍ତି। ତନୁଶ୍ରୀ ବେହେରା, ସମାଜସେବୀ, ଜିଲ୍ଲା ସଭାପତି, କଟକ ନରସଂଘ। ଆଜି ନୁହେଁ, ଦୀର୍ଘ 15-20 ବର୍ଷ ହେଲା ଯେତେବେଳେ ଆମର କିନ୍ନର କଲଚର ପରମ୍ପରା ଆରମ୍ଭ ହେଇଛି ସେବେଠୁ ଆମେ ସାବିତ୍ରୀ ବ୍ରତ ପାଳନ କରୁଛୁ। କେବଳ ଏଠି ନାରୀଙ୍କ କଥା ଉଠେନି, ଯେତେବେଳେ କିନ୍ନର ସମାଜ କଥା ଉଠେ ସେତେବେଳେ କିନ୍ନର ମାନେ ବି ଗୁରୁଚେଲାର ଯୋଉ ପରମ୍ପରା ରହିଛି, ଗୁରୁଚେଲା ଯୋଉ ଶିଷ୍ୟର ପରମ୍ପରା ରହିଛି, ଯୋଉଟା କି ମହାଭାରତରୁ ରହି ଆସିଛି, ଭାଗବତରେ ଲେଖା ଅଛି। ତ ଆଜି ଆମେ ସମଲେଇ ମାଙ୍କ ମନ୍ଦିରକୁ ଆସିଛୁ, ଏକତ୍ରିତ ପ୍ରାୟ 40-50 କିନ୍ନର ଆସିଛୁ। ଗୁରୁଙ୍କ ପାଇଁ ଆମେ ଆଜି ସାବିତ୍ରୀ ବ୍ରତ ପାଳନ କରୁଛୁ। ଗୁରୁଙ୍କ ଦୀର୍ଘାୟୁ କାମନା କରୁଛୁ। ଗୁରୁ କେମିତି ଭଲରେ ରହିବେ, ଆଉ ମୋ କିନ୍ନର ସମାଜ କେମିତି ଆଗକୁ ବଢିବ, କିନ୍ନର ସମାଜ କେମିତି ସବୁ କ୍ଷେତ୍ରରେ ଉପାଧି ପାଇବ ବା ସବୁ କ୍ଷେତ୍ରରେ ସମାନ ଅଧିକାର ପାଇବ, ସେଇ ଇଏ ନେଇକି ଆଜି ଆମେ এই ବ୍ରତ ପାଳନ କରୁଛୁ। ମାଙ୍କ ପାଖରେ ଏତିକି ପ୍ରାର୍ଥନା କରିବୁ କି ଓଡ଼ିଶାବାସୀଙ୍କୁ ଭଲରେ ରଖନ୍ତୁ, ଆଉ ମୋ ଗୁରୁ ଯୋଉ ଆମର ଗୁରୁଚେଲାର ପରମ୍ପରା ଅଛି ଆମ ଗୁରୁମାନଙ୍କୁ ବି ଭଲରେ ରଖନ୍ତୁ। ଆଜି କୋଉ ଢଙ୍ଗରେ ଆପଣ ମାନେ ପୂଜା କରନ୍ତି, ସ୍ପେଶାଲ ରିଚୁଆଲ୍ସ କ'ଣ ହୁଏ? ଯେମିତିକି ଆମେ ସକାଳୁ ଉଠୁ, ଆମର ନିତ୍ୟକର୍ମ ସାରିଲା ପରେ ପାଦରେ ଅଳତା ଲଗାଉ, ଆଉ ବିଭିନ୍ନ ପ୍ରକାର ଶାଢ଼ୀ, ଯେମିତିକି ଗୋଟେ ଝିଅର ବାହା ହେଲା ପରେ ତା ଘରୁ ଯେମିତି ଆସେ ବାପ ଘରୁ ଭାର, ସେମିତି ଆମମାନଙ୍କର ବି ମା ଅଛନ୍ତି। ଆମର କିନ୍ନର ପରମ୍ପରା ଉପରେ ଯୋଉ କଲଚର ଅଛି, ସେ ମାଙ୍କ ଘରୁ ଭାର ଆସେ, ଶାଢ଼ୀ, ଶଙ୍ଖା, ସିନ୍ଦୁର, ଫଳ, ସବୁ କିଛି ଜିନିଷ ଯେମିତିକି ଆଟାଚ ସଜ ହେଇକି ଷ୍ଟେସନାରୀ ସବୁ ଆସେ। ସକାଳୁ ଆମେ ପିନ୍ଧିକି ସଜ ହଉ, ସଜ ହେଇଗଲା ପରେ ସେମିତି ଫୁଲ ଚାଙ୍ଗୁଡିରେ ଭୋଗ ଚାଙ୍ଗୁଡିରେ ଫୁଲ ହରିକା ଧରିକି ଶାଢ଼ୀ ରଖିକି ଯେମିତି ଆମେ ମନ୍ଦିର ଆସିବା କଥା ସେମିତି ଆସୁ। ମାଙ୍କ ପାଖରେ ପ୍ରାର୍ଥନା କରୁ, ଗୁରୁଙ୍କ ଦୀର୍ଘାୟୁ କାମନା କରୁ ଏବଂ ଓଡ଼ିଶାବାସୀଙ୍କୁ କେମିତି ଭଲରେ ରଖନ୍ତୁ ତାହା ବି ଆମେ ପ୍ରାର୍ଥନା କରୁ। କେବଳ ଏଇ ଯୋଉ ପ୍ରଥା ରହିଛି, ଦେଖନ୍ତୁ ଆଜି ମନ୍ଦିରରେ ସମସ୍ତେ ସମାନ ମାଙ୍କ ପାଖରେ। ଯେମିତି ଆମେମାନେ ଆଜି ଆସିଛୁ, ବିଭିନ୍ନ ନାରୀମାନେ ବି ଆସିଛନ୍ତି ତାଙ୍କ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିକି। ଆଉ ଆଜି ମାନେ ଏଠି କୌଣସି ମାନେ ଭେଦଭାବ ନାହିଁ, ସମସ୍ତେ ସମାନ ଭାବରେ ଆସିକି ଆମେ ମାଙ୍କ ପାଖରେ ପୂଜା କରୁଛୁ। ସେଠି ଆମେମାନେ ଅଛୁ, ଆଉ ନାରୀମାନେ ବି ଅଛନ୍ତି, ସମସ୍ତେ ଅଛନ୍ତି, ଆଉ ସମସ୍ତେ ଏକତ୍ରିତ ହେଇକି ଆଜି ମାଙ୍କୁ ପ୍ରାର୍ଥନା କରୁଛୁ। ବହୁତ ଗର୍ବର ବିଷୟ। ସମାଜ ବଦଳିଛି, ବଦଳିବା ସହିତ ବା ସବୁ ବାହାରେ ବି ବହୁତ ମାନେ ଲୋକମାନେ ବି ବଦଳିଛନ୍ତି। ନିଶ୍ଚିତ ଭାବରେ ଏଇ ପ୍ରଥା ରହିଛି ଆଉ ଆଗକୁ ମଧ୍ୟ ରହିବ। ରିପୋର୍ଟ ପ୍ରିୟାଂଶୁ ଟିଭି।